ଶ୍ରୀମନ୍ଦିର ବାହାର ରତ୍ନ ଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ଆଜି ଶେଷ ହୋଇଛି। ଦୀର୍ଘ 7 ଘଣ୍ଟା ଧରି ଅଳଙ୍କାର ଗଣତି ମଣତି କରାଯାଇଥିଲା। ଏପ୍ରିଲ 8ରୁ ଆରମ୍ଭ ହୋଇଥିବା ଏହି ଗଣତି ମଣତି କାର୍ଯ୍ୟ ଚତୁର୍ଥ ଦିନରେ ଶେଷ ହୋଇଛି। ତେବେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏନେଇ ପ୍ରତିକ୍ରିୟାରେ କହିଛନ୍ତି ଯେ ପ୍ରତ୍ୟେକ ରତ୍ନ ଅଳଙ୍କାରର 3D ସ୍କାନିଂ କରାଯାଇ ଡିଜିଟାଲ ଫଟୋଗ୍ରାଫି କରାଯାଇଛି। ସ୍ୱର୍ଣ୍ଣ ଓ ରତ୍ନ ଅଳଙ୍କାର ବିଶେଷଜ୍ଞମାନେ ଉପସ୍ଥିତ ରହି ମୋତି ମାଣିକ୍ୟର ଚିହ୍ନଟ କରିଥିଲେ। ପ୍ରତ୍ୟେକ ରତ୍ନ ଅଳଙ୍କାରର ନମ୍ବରିଂ କରାଯାଇ ଅତ୍ୟନ୍ତ ସୁରକ୍ଷିତ ଭାବେ ରଖାଯାଇଛି। ତେବେ ଆଗାମୀ 13 ତାରିଖ ସୋମବାର ଠାରୁ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରରେ ଗଣତି ମଣତି କାର୍ଯ୍ୟକ୍ରମ ଆରମ୍ଭ ହେବ। ରତ୍ନ ଭଣ୍ଡାରର ତଦାରଖ କମିଟି ଅଧ୍ୟକ୍ଷ କହିଛନ୍ତି ଯେ ଆଗାମୀ ସୋମବାର ଦିନ ଭିତରର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ଆରମ୍ଭ ହେବ। ଆଜି ବାହାର ରତ୍ନ ଭଣ୍ଡାରର ଗଣତି ମଣତି କାର୍ଯ୍ୟ ବେଳେ କିଛି ଅଧିକା ଅଳଙ୍କାର ଥିବା ଭଣ୍ଡାର ମେକାପ ଅବଗତ କରାଇଥିଲେ। ତେବେ ଗତ ମାର୍ଚ୍ଚ 25 ତାରିଖରେ ପ୍ରଥମ ଚଳନ୍ତି ରତ୍ନ ଭଣ୍ଡାରର ରତ୍ନ ଅଳଙ୍କାର ଗଣତି ମଣତି କାର୍ଯ୍ୟ ଶେଷ କରାଯାଇଛି। ଗତକାଲି ଏପ୍ରିଲ 8 ତାରିଖରୁ ବାହାର ରତ୍ନ ଭଣ୍ଡାରରେ ଥିବା ମହାପ୍ରଭୁଙ୍କ ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ଆରମ୍ଭ ହୋଇଛି। ଆଗାମୀ ସ୍ନାନ ଯାତ୍ରା ପୂର୍ବରୁ ସମସ୍ତ ଗଣତି ମଣତି କାର୍ଯ୍ୟ ଶେଷ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ତେବେ ଦେଖାଯାଉ ଆଉ କିଛି ଦିନ ପରେ ପୁଣି ଥରେ ଯେଉଁ ଗଣତି ମଣତି ହେବ ସେତେବେଳେ କ'ଣ ସବୁ ଗହଣା ଅଳଙ୍କାର ବାହାରୁଛି। ହଁ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏନେଇ କହିଛନ୍ତି ଜିଲ୍ଲା ଟ୍ରେଜେରୀରୁ ପ୍ରତିଦିନ ଚାବି ଅଣାଯାଇ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଚାବି ଖୋଲାଯିବା ପରେ ଗଣତି ମଣତି କାର୍ଯ୍ୟ ଆରମ୍ଭ ହୋଇଥାଏ। ତେବେ ସବୁ କିଛି ସୁରୁଖୁରୁରେ କାର୍ଯ୍ୟ ହୋଇଥିବାରୁ ଗଣତି ମଣତି ଟିମ୍ର ପ୍ରତ୍ୟେକ ସଦସ୍ୟ ଏବଂ ପ୍ରାଧିକୃତ ସେବାୟତ ଅଧିକାରୀଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ବ୍ୟୁରୋ ରିପୋର୍ଟ, ବିରଜା ନ୍ୟୁଜ୍।